ନୂଆ ନିୟମ ଅନୁସାରେ ବ୍ୟାଙ୍କ ଆକାଉଣ୍ଟରେ କେତେ ଟଙ୍କା ଆପଣ ରଖିପାରିବେ, ଲିମିଟ୍ ପାର ହେଲେ ଆପଣଙ୍କର କ'ଣ ଅସୁବିଧା ରହିଛି, ଏହାର ସମ୍ପୂର୍ଣ୍ଣ ତଥ୍ୟ ଏହି ଭିଡିଓ ମାଧ୍ୟମରେ ଆମେ ଆଲୋଚନା କରିବା। ତା ପୂର୍ବରୁ ଆପଣମାନଙ୍କୁ କହିବି, ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡିଓଟି ଦେଖୁଥାନ୍ତି, ଭିଡିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରିଦିଅନ୍ତୁ। ଯଦି ଫେସବୁକର ଭିଡିଓଟିକୁ ଦେଖୁଥାନ୍ତି, ଫଲୋ ନିଶ୍ଚୟ କରିଦେବେ। ଚାଲନ୍ତୁ ବ୍ୟାଙ୍କ ଆକାଉଣ୍ଟରେ କେତେ ଟଙ୍କା ରଖିପାରିବେ, ଏହାର ଲିମିଟ୍ କେତେ ରହିଛି। ବର୍ତ୍ତମାନ ସମସ୍ତଙ୍କ ପାଖରେ ଅତି କମରେ ଗୋଟିଏ ସଞ୍ଚୟ ଖାତା ରହିବା ଜରୁରୀ। ଆପଣଙ୍କ ଆର୍ଥିକ ପରିଚାଳନାରେ ଏହା ଆପଣଙ୍କୁ ଅନେକ ସୁବିଧା ଦେଇଥାଏ। ଏଥିରେ ଜମା କରିବା ଓ ଟଙ୍କା ଉଠାଇବା ମଧ୍ୟ ବହୁତ ସହଜ ଅଟେ। ଏହି କାରଣରୁ ଅଧିକାଂଶ ଲୋକ ସେମାନଙ୍କର ଦୈନିକ ବ୍ୟାଙ୍କିଂ ସମ୍ବନ୍ଧୀୟ କାର୍ଯ୍ୟ ଏହା ମାଧ୍ୟମରେ କରନ୍ତି। ଦେଶରେ ଅନଲାଇନ୍ ପେମେଣ୍ଟ ଓ ୟୁପିଆଇ ସୁବିଧା ଆରମ୍ଭ ପରେ ଏହାର ବ୍ୟବହାର ଆହୁରି ବୃଦ୍ଧି ପାଇଛି। କିନ୍ତୁ ଆପଣ ଜାଣନ୍ତି କି ସେଭିଂ ଆକାଉଣ୍ଟ ପାଇଁ ଇନକମ୍ ଟ୍ୟାକ୍ସ ଦ୍ୱାରା କିଛି ସୀମା ସ୍ଥିର କରାଯାଇଛି। ଆମେ ଆପଣଙ୍କୁ କହିବୁ ଯେ ଯଦି ଆପଣଙ୍କର କୌଣସି ବ୍ୟାଙ୍କରେ ସେଭିଂ ଆକାଉଣ୍ଟ ଅଛି, ତେବେ ଆପଣ ଯେକୌଣସି ସମୟରେ ଏଥିରୁ ଟଙ୍କା ଉଠାଇ ପାରିବେ, ଜମା ବି କରିପାରିବେ। ଏସବୁ ସୁବିଧା ଆପଣ ଏଥିରୁ ପାଇପାରିବେ। ଏହା ବ୍ୟତୀତ ବ୍ୟାଙ୍କ ଦ୍ୱାରା ଅନେକ ସୁବିଧା ଆପଣଙ୍କୁ ଦିଆଯିବା ସହିତ ଏହାର କିଛି ସୀମା ମଧ୍ୟ ରହିଛି। ଆସନ୍ତୁ ଜାଣିବା ଆପଣ କେତେ ସଞ୍ଚୟ ଆକାଉଣ୍ଟରେ ଜମା କରିପାରିବେ। ବିଭିନ୍ନ ବ୍ୟାଙ୍କ ଦ୍ୱାରା ସଞ୍ଚୟ ଆକାଉଣ୍ଟ ସହିତ ବିଭିନ୍ନ ପ୍ରକାରର ସୁବିଧା ଯୋଗାଇ ଦିଆଯାଉଛି। ଅଧିକାଂଶ ଲୋକ କେବଳ ସଞ୍ଚୟ ଆକାଉଣ୍ଟ ମାଧ୍ୟମରେ ସେମାନଙ୍କର ବ୍ୟାଙ୍କିଂ ସମ୍ବନ୍ଧୀୟ କାର୍ଯ୍ୟ କରନ୍ତି। ତେବେ ଅଧିକାଂଶ ବ୍ୟାଙ୍କର ସଞ୍ଚୟ ଆକାଉଣ୍ଟରେ ସର୍ବାଧିକ ଟଙ୍କା ଜମା କରିବା ପାଇଁ କୌଣସି ସୀମା ଧାର୍ଯ୍ୟ କରାଯାଇ ନାହିଁ। ଯଦି ଆପଣ ଏକ ସଞ୍ଚୟ ଆକାଉଣ୍ଟରେ 10 ଲକ୍ଷରୁ ଅଧିକ ଟଙ୍କା ଜମା କରନ୍ତି, ତେବେ ଆୟକର ବିଭାଗକୁ ଜଣାଇବା ଆବଶ୍ୟକ। ସ୍ଥିର ଜମା, ମ୍ୟୁଚୁଆଲ ଫଣ୍ଡ, ବଣ୍ଡ ଏବଂ ସେୟାରରେ କରାଯାଇଥିବା ବିନିଯୋଗ ପାଇଁ ମଧ୍ୟ ସମାନ ନିୟମ ପ୍ରଯୁଜ୍ୟ ରହିଛି। ଯେଉଁମାନଙ୍କର କରେଣ୍ଟ ଆକାଉଣ୍ଟ ଅଛି, ସେମାନଙ୍କ ପାଇଁ ଏହି ସୀମା 50 ଲକ୍ଷ ରହିଛି। ଦେଶର ପ୍ରମୁଖ ସରକାରୀ ଓ ବେସରକାରୀ କ୍ଷେତ୍ର ବ୍ୟାଙ୍କଗୁଡ଼ିକ ସଞ୍ଚୟ ଆକାଉଣ୍ଟରେ ଜମା ଉପରେ ଆପଣଙ୍କୁ ସୁଧ ଦେଇଥାନ୍ତି। 2.70%ରୁ 4% ସୁଧ ଆପଣଙ୍କୁ ପ୍ରଦାନ କରନ୍ତି। ସଞ୍ଚୟ ଆକାଉଣ୍ଟରେ ଜମା ହୋଇଥିବା 10 କୋଟି ଟଙ୍କା ବାଲାନ୍ସ ଉପରେ ସୁଧ ହାର 2.70% ଏବଂ 10 କୋଟିରୁ ଅଧିକ ଟଙ୍କା ଉପରେ ଏହି ହାର 3% ଅଟେ। ତଥାପି କେତେକ ଛୋଟ ଫାଇନାନ୍ସ ବ୍ୟାଙ୍କ ଗୁଡ଼ିକ ସର୍ତ୍ତ ସହିତ ସଞ୍ଚୟ ଆକାଉଣ୍ଟରେ 7% ପର୍ଯ୍ୟନ୍ତ ସୁଧ ଦିଅନ୍ତି। ଏହା ଥିଲା ଆପଣମାନଙ୍କ ପାଇଁ ବ୍ୟାଙ୍କ ଆକାଉଣ୍ଟରେ ଲିମିଟ୍ ପାର ହେଲେ ଆପଣଙ୍କୁ କ'ଣ କରିବା ପାଇଁ ପଡ଼ିବ, ଯାହାକି ଏହି ଭିଡ଼ିଓ ମାଧ୍ୟମରେ ଆପଣ ଜାଣିବାକୁ ପାଇଲେ। ଏହିଭଳି ନୂଆ ନୂଆ ଅପଡେଟ୍ ଜାଣିବାକୁ ଚାହୁଁଥିଲେ ଆପଣ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରିଦିଅନ୍ତୁ। ଯଦି ଫେସବୁକରୁ ଭିଡ଼ିଓଟି ଦେଖୁଛନ୍ତି, ଫଲୋ କରିବାକୁ ଜମା ବି ଭୁଲିବେନି।